ଆଜିର ପ୍ରଥମ ଶବ୍ଦଟି ହେଉଛି ଏକ୍ସଟ୍ରା ଭାଙ୍ଗାଟଲି। ଏହାର ଓଡ଼ିଆ ମିନିଂ ହେଉଛି ଅତିରିକ୍ତ ଭାବରେ ବା ଅତ୍ୟଧିକ ଭାବରେ। ଚାଲନ୍ତୁ ଏହି ଶବ୍ଦରୁ ଆମେ କେତେଗୁଡ଼ିଏ ବାକ୍ୟ ଗଠନ କରିବା। ପ୍ରଥମ ସେଣ୍ଟେନ୍ସ, ସି ଡେକୋରେଟେଡ୍ ଦ ଏକ୍ସଟ୍ରା ଭାଙ୍ଗାଟଲି ୱିଥ୍ ଲାଇଟ୍ସ। ସେ ଘରକୁ ଅତିରିକ୍ତ ଆଲୋକରେ ସଜାଇଥିଲେ। ଏଠାରେ ଡେକୋରେଟ୍ର ଅର୍ଥ ହେଉଛି ସଜାଇବା। ଦେ ଏଟ୍ ଏକ୍ସଟ୍ରାଭାଗାଣ୍ଟଲି ଏଟ୍ ଦ ପାର୍ଟି। ସେମାନେ ପାର୍ଟିରେ ଅତ୍ୟଧିକ ଭାବରେ ଖାଇଲେ। ଦ ଆକ୍ଟର ଲିଭ୍ସ ଏକ୍ସଟ୍ରାଭାଗାଣ୍ଟଲି ଇନ୍ ଏ ବିଗ୍ ମ୍ୟାନସନ୍। ଅଭିନେତା ବଡ଼ ମହଲରେ ଅତିରିକ୍ତ ଭାବରେ ବସବାସ କରନ୍ତି। ହି ସ୍ପିକ୍ସ ଏକ୍ସଟ୍ରାଭାଗାଣ୍ଟଲି ଆବାଉଟ୍ ହିଜ୍ ସକ୍ସେସ୍। ସେ ନିଜ ସଫଳତା ବିଷୟରେ ଅତିରିକ୍ତ ଭାବରେ କହନ୍ତି। ଏକ୍ସିଡିଂଲି ଅତିରିକ୍ତ ଭାବେ ବା ଅତ୍ୟଧିକ ଭାବରେ। ଦ ଏକ୍ଜାମ୍ ୱାଜ୍ ଏକ୍ସିଡିଂଲି ଡିଫିକଲ୍ଟ। ପରୀକ୍ଷାଟି ଅତିରିକ୍ତ ଭାବରେ କଷ୍ଟକର ଥିଲା। ସି ୱାଜ୍ ଏକ୍ସିଡିଂଲି ହ୍ୟାପି ୱିଥ୍ ଦ ରେଜଲ୍ଟ। ସେ ଫଳାଫଳରେ ଅତିରିକ୍ତ ଭାବେ ଖୁସି ଥିଲା। ଦ ୱେଦର୍ ଇଜ୍ ଏକ୍ସିଡିଂଲି ହଟ୍ ଟୁଡେ। ଆଜି ପାଗ ଅତ୍ୟଧିକ ଭାବେ ଗରମ ଅଛି। ହି ଇଜ୍ ଏକ୍ସିଡିଂଲି କାଇଣ୍ଡ ଟୁ ଏଭ୍ରିୱାନ୍। ସେ ପ୍ରତ୍ୟେକଙ୍କ ପ୍ରତି ଅତିରିକ୍ତ ଭାବେ ଦୟାଳୁ। ହିଦର୍ଟୁ ଏହାର ମାନେ ହେଉଛି ଏ ପର୍ଯ୍ୟନ୍ତ। ହିଦର୍ଟୁ ନୋ ୱାନ୍ ହାଜ୍ ସଲ୍ଭ ଦିସ୍ ପ୍ରୋବ୍ଲେମ୍। ଏ ପର୍ଯ୍ୟନ୍ତ କେହି ଏହି ସମସ୍ୟାର ସମାଧାନ କରିପାରିନାହାନ୍ତି। ଦ ପ୍ରୋଜେକ୍ଟ ହାଜ୍ ହିଦର୍ଟୁ ବିନ୍ ସକ୍ସେସଫୁଲ୍। ପ୍ରୋଜେକ୍ଟର ଅର୍ଥ ହେଉଛି ପ୍ରକଳ୍ପ, ସକ୍ସେସଫୁଲ୍ ହେଉଛି ସଫଳ। ତେଣୁ ଏହାର ଓଡ଼ିଆ ଅର୍ଥ ହେବ ଏ ପର୍ଯ୍ୟନ୍ତ ପ୍ରକଳ୍ପଟି ସଫଳ ହୋଇଛି। ହିଦର୍ଟୁ ଆଇ ହ୍ୟାଭ୍ ନେଭର୍ ଭିଜିଟେଡ୍ ଦିଲ୍ଲୀ। ଏ ପର୍ଯ୍ୟନ୍ତ ମୁଁ କେବେ ଦିଲ୍ଲୀ ଯାଇନଥିଲି। ହିଜ୍ ଆଚିଭମେଣ୍ଟସ୍ ୱେର୍ ହିଦର୍ଟୁ ଅନନୋନ୍। ତାଙ୍କ ସଫଳତାଗୁଡ଼ିକ ଏ ପର୍ଯ୍ୟନ୍ତ ଅଜଣା ଥିଲା। ସବସିକ୍ୱେଣ୍ଟଲି ଏହାର ଓଡ଼ିଆ ଅର୍ଥ ହେଉଛି ପରେ ବା ପରବର୍ତ୍ତୀ ସମୟରେ। ହି ଷ୍ଟୁଡାଇଡ୍ ହାର୍ଡ ଆଣ୍ଡ ସବସିକ୍ୱେଣ୍ଟଲି ପାସ୍ଡ ଦ ଏକ୍ଜାମ୍। ସେ ଭଲ ଭାବେ ପଢ଼ିଲା ଏବଂ ପରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲା। ଦ ରୋଡ୍ ୱାଜ୍ କ୍ଲୋଜ୍ଡ ଆଣ୍ଡ ସବସିକ୍ୱେଣ୍ଟଲି ଟ୍ରାଫିକ୍ ୱାଜ୍ ଡିଭର୍ଟେଡ୍। ରାସ୍ତାଟି ବନ୍ଦ ହୋଇଗଲା ଏବଂ ପରେ ଯାତାୟାତକୁ ଅନ୍ୟ ପଥରେ ଘୁଞ୍ଚାଇ ଦିଆଗଲା। ସି ବିକେମ୍ ସିକ୍ ଆଣ୍ଡ ସବସିକ୍ୱେଣ୍ଟଲି ୱେଣ୍ଟ ଟୁ ଦ ହସ୍ପିଟାଲ। ସେ ଅସୁସ୍ଥ ହେଲା ଏବଂ ପରେ ହସ୍ପିଟାଲକୁ ଗଲା। ଦ କମ୍ପାନୀ ଗ୍ରିଉ ରାପିଡଲି ଆଣ୍ଡ ସବସିକ୍ୱେଣ୍ଟଲି ଓପେନ୍ଡ ନ୍ୟୁ ବ୍ରାଞ୍ଚେସ୍। କମ୍ପାନୀ ଶୀଘ୍ର ବିକାଶ କଲା ଏବଂ ପରେ ନୂଆ ଶାଖା ଖୋଲିଲା। ଡିସରେସ୍ପେକ୍ଟଫୁଲି ଏହାର ମାନେ ହେଉଛି ଅନାଦରପୂର୍ବକ ବା ଅସମ୍ମାନରେ। ହି ସ୍ପୋକ୍ ଡିସରେସ୍ପେକ୍ଟଫୁଲି ଟୁ ହିଜ୍ ଟିଚର। ସେ ନିଜ ଶିକ୍ଷକଙ୍କୁ ଅସମ୍ମାନରେ କହିଲା। ଦ ବୟ ଆନ୍ସାର୍ଡ ଡିସରେସ୍ପେକ୍ଟଫୁଲି ଇନ୍ କ୍ଲାସ୍। ପିଲାଟି ଶ୍ରେଣୀରେ ଅନାଦରପୂର୍ବକ ଉତ୍ତର ଦେଲା। ସି ଲୁକ୍ଡ ଆଟ୍ ଦେମ୍ ଡିସରେସ୍ପେକ୍ଟଫୁଲି। ସେ ସେମାନଙ୍କୁ ଅସମ୍ମାନରେ ଦେଖିଲା। ଦେ ବିହେଭ୍ଡ ଡିସରେସ୍ପେକ୍ଟଫୁଲି ଟୁୱାର୍ଡସ୍ ଦ ଏଲ୍ଡର୍ସ। ସେମାନେ ବଡ଼ମାନଙ୍କ ସହିତ ଅନାଦରପୂର୍ବକ ବ୍ୟବହାର କଲେ। ହି ଡିସରେସ୍ପେକ୍ଟଫୁଲି ଇଗ୍ନୋର୍ଡ ଦ ଆଡଭାଇସ୍। ସେ ପରାମର୍ଶଟିକୁ ଅନାଦରପୂର୍ବକ ଇଗ୍ନୋର କଲା। ରିଲକ୍ଟାଣ୍ଟଲି ଏହାର ମାନେ ହେଉଛି ଅନିଚ୍ଛା ସତ୍ତ୍ୱେ ବା ମନ ନଥିଲେ ମଧ୍ୟ। ହି ରିଲକ୍ଟାଣ୍ଟଲି ଆଗ୍ରିଡ୍ ଟୁ ହେଲ୍ପ। ସେ ଅନିଚ୍ଛା ସତ୍ତ୍ୱେ ସାହାଯ୍ୟ କରିବାକୁ ସମ୍ମତ ହେଲେ। ସି ରିଲକ୍ଟାଣ୍ଟଲି ଆକ୍ସେପ୍ଟେଡ୍ ଦ ଗିଫ୍ଟ। ଅନିଚ୍ଛା ସତ୍ତ୍ୱେ ଉପହାରଟିକୁ ଗ୍ରହଣ କଲା। ଦ ଚାଇଲ୍ଡ ରିଲକ୍ଟାଣ୍ଟଲି ୱେଣ୍ଟ ଟୁ ସ୍କୁଲ। ଶିଶୁଟି ଅନିଚ୍ଛା ସତ୍ତ୍ୱେ ସ୍କୁଲକୁ ଗଲା। ହି ରିଲକ୍ଟାଣ୍ଟଲି ଟୋଲ୍ଡ ଦ ଟ୍ରୁଥ୍। ସେ ଅନିଚ୍ଛା ସତ୍ତ୍ୱେ ସତ୍ୟ କହିଲା। ଦେ ରିଲକ୍ଟାଣ୍ଟଲି ଆକ୍ସେପ୍ଟେଡ୍ ଦ ଡିସିସନ୍। ସେମାନେ ଅନିଚ୍ଛା ସତ୍ତ୍ୱେ ସିଦ୍ଧାନ୍ତଟିକୁ ଗ୍ରହଣ କଲେ। ଇମ୍ପ୍ରପରଲି ଏହାର ମାନେ ହେଉଛି ଅନୁଚିତ ଭାବେ
ବା ଭୁଲ ଭାବରେ ବା ନିୟମ ଭଙ୍ଗ କରେ। ହି ୱାଜ୍ ପନିଶ୍ଡ ଫର୍ ବିହେଭିଂ ଇମ୍ପ୍ରପରଲି ଇନ୍ କ୍ଲାସ୍। ସେ ଶ୍ରେଣୀରେ ଅନୁଚିତ ଭାବେ ବ୍ୟବହାର କରିଥିବାରୁ ଦଣ୍ଡିତ ହେଲା। The machine was stopped because it was improperly used. ଯନ୍ତ୍ରଟି ଭୁଲ ଭାବେ ବ୍ୟବହୃତ ହୋଇଥିଲା ବେଳେ ବନ୍ଦ ହୋଇଗଲା। She was dressed improperly for the meeting. ସେ ସଭା ପାଇଁ ଅନୁଚିତ ଭାବେ ପୋଷାକ ପିନ୍ଧିଥିଲା। The work was done improperly and had to be corrected. କାମଟି ଭୁଲ ଭାବରେ କରାଯାଇଥିଲା ଏବଂ ତାହା ସୁଧାରିବାକୁ ପଡ଼ିଲା। He spoke improperly to his elders. ସେ ବଡ଼ମାନଙ୍କୁ ଅନୁଚିତ ଭାବେ କହିଲା। Graciously ଅନୁଗ୍ରହପୂର୍ବକ, କୃପାପୂର୍ବକ ବା ସହଜ ଭାବରେ। She graciously accepted the award. ସେ ଅନୁଗ୍ରହପୂର୍ବକ ପୁରସ୍କାରଟିକୁ ଗ୍ରହଣ କଲା। He graciously welcomed the guest. ସେ ଅନୁଗ୍ରହପୂର୍ବକ ଅତିଥିମାନଙ୍କୁ ସ୍ୱାଗତ କଲେ। He graciously agreed to help us. ସେ ଅନୁଗ୍ରହପୂର୍ବକ ଆମକୁ ସାହାଯ୍ୟ କରିବାକୁ ସମ୍ମତ ହେଲେ। The teacher graciously forgave the students' mistakes. ଶିକ୍ଷକ ଅନୁଗ୍ରହପୂର୍ବକ ଛାତ୍ରମାନଙ୍କର ଭୁଲକୁ କ୍ଷମା କଲେ। They graciously offered us food and water. ସେମାନେ ଅନୁଗ୍ରହପୂର୍ବକ ଆମକୁ ଖାଦ୍ୟ ଓ ପାଣି ଦେଲେ। Elsewhere ଏହାର ଅର୍ଥ ହେଉଛି ଅନ୍ୟଠାରେ ବା ଅନ୍ୟ ସ୍ଥାନରେ। If you don't find it there, try looking elsewhere. ଯଦି ଆପଣ ଏହାକୁ ଏଠାରେ ପାଆନ୍ତି ନାହିଁ ତେବେ ଅନ୍ୟଠାରେ ଖୋଜନ୍ତୁ। He decided to seek work elsewhere. ସେ ଅନ୍ୟଠାରେ କାମ ଖୋଜିବାକୁ ସିଦ୍ଧାନ୍ତ କଲେ। The resources are not available here. You must look elsewhere. ସମ୍ବଳଗୁଡ଼ିକ ଏଠାରେ ଉପଲବ୍ଧ ନୁହେଁ। ଆପଣଙ୍କୁ ଅନ୍ୟଠାରେ ଖୋଜିବାକୁ ପଡ଼ିବ। She moved elsewhere after completing her studies. ସେ ତାଙ୍କର ଅଧ୍ୟୟନ ସମ୍ପୂର୍ଣ୍ଣ କରି ପରେ ଅନ୍ୟଠାରେ ଗଲା। Elsewhere people were celebrating the festival. ଅନ୍ୟଠାରେ ଲୋକମାନେ ପର୍ବ ପାଳନ କରୁଥିଲେ। Illegally ଏହାର ଓଡ଼ିଆ ଅର୍ଥ ହେଉଛି ଅନ୍ୟାୟ ଭାବେ ବା କାନୁନ ବିରୋଧୀ ଭାବରେ। He was caught selling goods illegally. ସେ ଅନ୍ୟାୟ ଭାବେ ସାମଗ୍ରୀ ବିକ୍ରି କରୁଥିବାରେ ଧରାଗଲା। They entered the country illegally. ସେମାନେ ଦେଶରେ ଅନ୍ୟାୟ ଭାବେ ପ୍ରବେଶ କଲେ। The company was fined for operating illegally. କମ୍ପାନୀ ଅବୈଧ ଭାବରେ କାମ କରିଥିବାରୁ ଦଣ୍ଡ ଭୋଗ କଲା। He illegally downloaded copyrighted material. ସେ କପିରାଇଟ୍ ସାମଗ୍ରୀକୁ ଅନ୍ୟାୟ ଭାବେ ଡାଉନଲୋଡ୍ କଲା। Selling alcohol to minors is illegal. ଅପରିପକ୍ୱଙ୍କୁ ମଦ ପିଇବାକୁ ବିକିବା ଅନ୍ୟାୟ ଭାବେ ଗଣାଯାଏ। ଆଶା କରୁଛି ଆଜିର ଏହି ଭିଡ଼ିଓରୁ ଆପଣ କିଛି ନୂଆ ଶବ୍ଦଗୁଡ଼ିକର ଓଡ଼ିଆ ଅର୍ଥ ଜାଣିପାରିଲେ। ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଥ୍ୟାଙ୍କ୍ସ ଫର୍ ୱାଚିଂ।